ଅର୍ଥବ୍ୟବସ୍ଥାର କେନ୍ଦ୍ରୀୟ ସମସ୍ୟାବଳୀ କ'ଣ କ'ଣ लो? ଅସୀମ ଅଭାବ ସୀମିତ ସମ୍ବଳ ଯୋଗୁଁ ସୃଷ୍ଟି ଯେକୌଣସି ଅର୍ଥବ୍ୟବସ୍ଥାର ସମସ୍ୟାକୁ ମୌଳିକ ସମସ୍ୟା କୁହାଯାଏ। ଏହା 3 ଭାଗରେ ବିଭକ୍ତ କରାଯାଇଛି। କ'ଣ ଉତ୍ପାଦନ କରାଯିବ, କାହା ପାଇଁ ଉତ୍ପାଦନ କରାଯିବ ଏବଂ କିପରି ଉତ୍ପାଦନ କରାଯିବ। କଲ୍ୟାଣକାରୀ ସଂଜ୍ଞା କ'ଣ? ଆଲଫ୍ରେଡ୍ ମାର୍ଶାଙ୍କ ଦ୍ୱାରା ପ୍ରଦତ୍ତ ସଂଜ୍ଞାକୁ କଲ୍ୟାଣକାରୀ ସଂଜ୍ଞା କୁହାଯାଏ। କଲ୍ୟାଣକାରୀ ସଂଜ୍ଞା ତାଙ୍କ ରଚିତ ପୁସ୍ତକ ଅର୍ଥଶାସ୍ତ୍ର ତତ୍ତ୍ୱାବଳୀରୁ ଜଣାପଡ଼େ। ତାପରେ କଲ୍ୟାଣକାରୀ ସଂଜ୍ଞା ଭୌତିକ ସମ୍ପଦକୁ ଗୁରୁତ୍ୱ ଦେଲେ ମଧ୍ୟ ମାନବ କଲ୍ୟାଣ ପାଇଁ ଚିନ୍ତା କରିଥାଏ, ମାନବ କଲ୍ୟାଣ ପାଇଁ କାର୍ଯ୍ୟ କରିଥାଏ। ଏ ଯେଉଁ ଅର୍ଥଶାସ୍ତ୍ରର ତତ୍ତ୍ୱାବଳୀ ପୁସ୍ତକ ଯେଉଁ ଲେଖିଥିଲେ ଏଇଟା କିଏ ଲେଖିଥିଲେ? ଆଲଫ୍ରେଡ୍ ମାର୍ଶାଲ। ଏଇଟା କେଉଁ ମସିହାରେ ପ୍ରକାଶିତ ହେଇଥିଲା ପୁସ୍ତକ? 1890 ମସିହା। ଭେରି ଗୁଡ୍। ଓକେ, ନେକ୍ସଟ ପ୍ରଶ୍ନ ହେଉଛି କି ଉପଯୋଗିତା ଆମେ କାହାକୁ କହୁଛେ? ଉପଯୋଗିତା ସାଧାରଣ ଅର୍ଥରେ ଉପଯୋଗିତା କହିଲେ ସୁବିଧା ବା ଉପକାରିତାକୁ ବୁଝିଥାଉ। ଅର୍ଥଶାସ୍ତ୍ରରେ ଉପଯୋଗିତା କହିଲେ ଦ୍ରବ୍ୟ ବା ସେବାର ମାନବୀୟ ଅଭାବ ପୂରଣକାରୀ କ୍ଷମତାକୁ ଉପଯୋଗିତା କୁହାଯାଏ। ଉପଯୋଗିତା ଉପକାରିତା ନୁହେଁ। ଉପଯୋଗିତା ଏକ ମାନସିକ ଧାରଣା। ଉଦାହରଣ ହେଲା, ଉପଭୋକ୍ତା ପାଉଁରୁଟି ଖାଇଲେ ସେହି ପାଉଁରୁଟିରେ ଥିବା କ୍ଷୁଧା ନିବାରଣ ଶକ୍ତିକୁ ଉପଯୋଗିତା କୁହାଯାଏ। ଉପଯୋଗିତାକୁ ଆମେ ଭାଗ କରିଥିଲେ ବିଭିନ୍ନ ଭାଗରେ, ନାଇଁ କି? କ'ଣ କ'ଣ ଉପଯୋଗିତା ସେଟା ଭାଗ ହେଇଥିଲା ମା? ଉପଯୋଗିତା ଆକାରଗତ ଉପଯୋଗିତା, ସ୍ଥାନଗତ ଉପଯୋଗିତା, କାଳଗତ ଉପଯୋଗିତା ଏବଂ ସେବାଗତ ଉପଯୋଗିତା। ଆକାରଗତ ଉପଯୋଗିତାକୁ ବ୍ୟାଖ୍ୟା କରିପାରିବ କି? ଯେଉଁ ଦ୍ରବ୍ୟର ଆକାର, ଆକୃତି ଏବଂ ଆୟତନରେ ପରିବର୍ତ୍ତନ ଦ୍ୱାରା ଯେଉଁ ଉପଯୋଗିତା ମିଳିଥାଏ ତାହାକୁ ଆକାରଗତ ଉପଯୋଗିତା କୁହାଯାଏ। ଆକାରଗତ ଉପଯୋଗିତା ଆକାର ପରିବର୍ତ୍ତନ ଦ୍ୱାରା ସମ୍ଭବ ହୋଇଥାଏ। ଉଦାହରଣ ହେଲା ଜଣେ ବଢ଼େଇ କାଠରେ ଶ୍ରମ ପ୍ରଦାନ କରି ସେଠାରେ ଉପଯୋଗିତା ସଂଯୋଗ କରିଥାଏ, ତାହାକୁ ଆକାରଗତ ଉପଯୋଗିତା କୁହାଯାଏ। କାଠରୁ ଆମେ ଚେୟାର ତିଆରିଲେ, ନାଇଁ କି? କାଠରୁ ଆମେ ଟେବୁଲ ତିଆରିଲେ, ଆକୁ ଆମେ ଆକାରଗତ ଉପଯୋଗିତା ବୋଲି କହୁଛେ। ଓକେ, ସମ୍ପଦ ସଂଜ୍ଞାର ପ୍ରବକ୍ତା କିଏ ଥିଲେ ଆଉ ସମ୍ପଦ ସଂଜ୍ଞା ବିଷୟରେ କ'ଣ ଜାଣିଛ କୁହ? ସମ୍ପଦ ସଂଜ୍ଞାର ପ୍ରବକ୍ତା ଥିଲେ ଆଡମ୍ ସ୍ମିଥ୍। ତାଙ୍କ ରଚିତ ପୁସ୍ତକ ଥିଲା ରାଷ୍ଟ୍ରଗଣଙ୍କ ସମ୍ପଦ। ତାଙ୍କ ମତରେ ଅର୍ଥଶାସ୍ତ୍ର ହେଉଛି କେବଳ ଭୌତିକ ଦୁଷ୍ପ୍ରାପ୍ୟ ପଦାର୍ଥ ହିଁ ସମ୍ପଦର ପଦବାଚ୍ୟ ଅଟେ। ଆମେ କ'ଣ ପାଇଁ କହିବା ନାହିଁ କି ତାଙ୍କ ମତରେ କ'ଣ ପାଇଁ କୁହାଯାଉନଥିଲା କି ଯେମିତି ସୂର୍ଯ୍ୟକିରଣ ହେଲା, ବାୟୁ ହେଲା, ମରୁଭୂମିର ବାଲି, ଏଗୁଡ଼ାକ କାହିଁକି ସମ୍ପଦ ବୋଲି ସେ କହୁନଥିଲେ? କାରଣ ତାଙ୍କର ସେଇଟା ଅଭୌତିକ ପଦାର୍ଥ ଯୋଗୁଁ, କିନ୍ତୁ ସେଇଟା ଭୌତିକ ପଦାର୍ଥ ନୁହେଁ, ଆଉ ସେଇଟା ଚାହିଦା ତୁଳନାରେ ଅଧିକ ମିଳୁଥିବା ଯୋଗୁଁ। ତାମାନେ ତୁ ଏହା କହିବାକୁ ଚାହୁଁଛୁ କି ଏଟାର ଦୁଷ୍ପ୍ରାପ୍ୟତା ନାହିଁ। ହଁ, ଭେରି ଗୁଡ୍, ଥ୍ୟାଙ୍କ ୟୁ। ତମର ଅଭାବ କହିଲେ କ'ଣ ବୁଝିବା ଆମେ? ଅଭାବ ହିଁ ସମସ୍ତ କାର୍ଯ୍ୟକଳାପର ଆରମ୍ଭ ବିନ୍ଦୁ। ଅର୍ଥନୈତିକ କାର୍ଯ୍ୟକଳାପର ଆରମ୍ଭ ବିନ୍ଦୁ। କୌଣସି ଦ୍ରବ୍ୟ ବା ସେବା ପ୍ରାପ୍ତିର ଇଚ୍ଛାକୁ ଅଭାବ ବୋଲି କୁହାଯାଏ। ସମସ୍ତ ଅଭାବ ପୂରଣ ଯୋଗ୍ୟ ନୁହେଁ, କାରଣ ମାନବୀୟ ଅଭାବ ଅସୀମ ଏବଂ ସୀମିତ ସମ୍ବଳ। ସମସ୍ତ ଅଭାବକୁ ପୂରଣ କରିବା ପାଇଁ ହେଲେ ଅଭାବକୁ ଚୟନ କରିବାକୁ ପଡ଼ିଥାଏ। ହେଲେ ମନୋନୟନ ସଂଜ୍ଞା ଗୋଟେ ଥିଲା, ଦୁଷ୍ପ୍ରାପ୍ୟତା ସଂଜ୍ଞା ଯୋଉଟା ଥିଲା, ତାକୁ ମନୋନୟନ ସଂଜ୍ଞା ମଧ୍ୟ କୁହାଯାଉଛି। ଏଟା କିଏ ଦେଇଥିଲେ? ଲିଓଲାନ୍ସ ରବିନ୍ସ। ଭେରି ଗୁଡ୍। ମାନବୀୟ ଅଭାବର ବୈଶିଷ୍ଟ୍ୟ କ'ଣ କ'ଣ ଥିଲା? ସମସ୍ତ ନିର୍ଦ୍ଦିଷ୍ଟ ଅଭାବର ପରିତୃପ୍ତି ସମ୍ଭବ। ଅଭାବ ଗୁଡ଼ିକ ବୈକଳ୍ପିକ, ଅଭାବ ଗୁଡ଼ିକର ପ୍ରତିଯୋଗିତା, ଅଭାବ ଗୁଡ଼ିକର ପରିପୂରକ। ପ୍ରଥମ କଥା ହେଉଛି ଏଟା ଯେତେବେଳେ ମୁଁ କହିଥିଲି କି ଏହାର ଗୋଟେ ସର୍ଟ ଫର୍ମୁଲା ଥିଲା ମାନନୀୟ। ମାନବୀୟ ଅଭାବ ଅସୀମ, ନିର୍ଦ୍ଦିଷ୍ଟ ଅଭାବ ପରିତୃପ୍ତି ସମ୍ଭବ, ଅଭାବ ଗୁଡ଼ିକ ପରିପୂରକ, ଅଭାବ ଗୁଡ଼ିକ ପ୍ରତିଯୋଗୀ ଆଉ ଅଭାବ ଗୁଡ଼ିକ ବୈକଳ୍ପିକ ଥିଲା। ହଁ କି ନାଇଁ? ସର୍ଟ ଫର୍ମ ଥିଲା ମାନନୀୟ। ଓକେ, ଅତ୍ୟାବଶ୍ୟକ ଦ୍ରବ୍ୟ ଆମେ କାହାକୁ କହୁଛେ? ମାନବୀୟ ଅଭାବର ମୌଳିକ ଅଭାବ ପୂରଣ ପାଇଁ ଯେଉଁ ଦ୍ରବ୍ୟ ଅପରିହାର୍ଯ୍ୟ ତାହାକୁ
ଅତ୍ୟାବଶ୍ୟକ ଦ୍ରବ୍ୟ କୁହାଯାଏ। ତାମାନେ ତୁମେ କହୁଛ କି ମଣିଷର ମୌଳିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଯେଉଁ ଦ୍ରବ୍ୟ ଅପରିହାର୍ଯ୍ୟ, ହଁ କି ନାହିଁ? ମଣିଷର ମୌଳିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଯେଉଁ ଦ୍ରବ୍ୟ ଅପରିହାର୍ଯ୍ୟ ତାକୁ ଆମେ କ'ଣ ବୋଲି କହୁଛେ? ଅତ୍ୟାବଶ୍ୟକ ଦ୍ରବ୍ୟ। ଓକେ, ଅତ୍ୟାବଶ୍ୟକ ଦ୍ରବ୍ୟକୁ ଭାଗ କରାଯାଇଛି, ତୁମେ ଜାଣିଛ? କେତେ ଭାଗ କରାଯାଇଛି? 3 ଭାଗରେ ଭାଗ କରାଯାଇଛି। ଜୀବନ ଧାରଣ ନିମିତ୍ତ ଅତ୍ୟାବଶ୍ୟକ ଦ୍ରବ୍ୟ, କର୍ମ ଦକ୍ଷତା ନିମିତ୍ତ ଅତ୍ୟାବଶ୍ୟକ ଦ୍ରବ୍ୟ, ପରମ୍ପରାଗତ ଅତ୍ୟାବଶ୍ୟକ ଦ୍ରବ୍ୟ। ମୋତେ ଏବେ କୁହ କି ଆରାମଦାୟକ ଦ୍ରବ୍ୟ ଆମେ କାହାକୁ କହୁଛେ? ଯେଉଁ ଦ୍ରବ୍ୟ ଆମ ଜୀବନକୁ ସୁଖମୟ ଆଉ ସୁବିଧାପୂର୍ଣ୍ଣ ଆଉ ସୁଖପ୍ରଦ କରିଥାଏ ତାହାକୁ ଆରାମଦାୟକ ଦ୍ରବ୍ୟ ବୋଲି କୁହାଯାଏ। ଆରାମଦାୟକ ଦ୍ରବ୍ୟ ଜୀବନ ଧାରଣା ପାଇଁ ଆବଶ୍ୟକ ହୋଇନଥାଏ। ଆରାମଦାୟକ ଦ୍ରବ୍ୟ ର ଉଦାହରଣ ହେଉଛି ବିଦ୍ୟୁତ ପଙ୍ଖା, ହଁ, ତାପରେ ଟେଲିଭିଜନ, ତାପରେ ସୁସ୍ୱାଦୁ ଭୋଜନ। ହଁ, ମୂଲ୍ୟବାନ ପୋଷାକ। ଦେଖ, ଯେଉଁଟା କହିଲେ କି ଆରାମଦାୟକ ଦ୍ରବ୍ୟ ହେଉଛି ଯେଉଁ ଦ୍ରବ୍ୟ ଆମ ଜୀବନକୁ ସରସ ସୁନ୍ଦର ଆଉ ସୁଖପ୍ରଦ କରୁଛି ତାକୁ ଆମେ ଆରାମଦାୟକ ଦ୍ରବ୍ୟ କହିଲେ। ଆଉ ଗୋଟେ ଜିନିଷ କହିଲେ କି ଆରାମଦାୟକ ଦ୍ରବ୍ୟ ଜୀବନ ଧାରଣ ପାଇଁ ଆବଶ୍ୟକ ନୁହେଁ। କିନ୍ତୁ ଆରାମଦାୟକ ଦ୍ରବ୍ୟର ଅଭାବରେ କାର୍ଯ୍ୟଦକ୍ଷତା ହ୍ରାସ ପାଇପାରେ, ହଁ ନା ନାହିଁ? ହଁ, କାର୍ଯ୍ୟଦକ୍ଷତା ହ୍ରାସ ପାଇବନି ଆମର, କିନ୍ତୁ ଏହାର ଅଭାବରେ କାର୍ଯ୍ୟଦକ୍ଷତା ହ୍ରାସ ପାଇପାରୁଛି, କିନ୍ତୁ କାର୍ଯ୍ୟଦକ୍ଷତା ପାଇଁ ଆବଶ୍ୟକ ନୁହେଁ, ହଁ କି ନାହିଁ? ଉଦାହରଣ କ'ଣ କ'ଣ ହେଲା? ସୁସ୍ୱାଦୁ ଭୋଜନ ହେଲା, ଉତ୍ତମ ପୋଷାକ, ବିଜୁଳି ପଙ୍ଖା, ରେଡ଼ିଓ। ବିଳାସ ଦ୍ରବ୍ୟ କାହାକୁ କହିବା ମା? ବିଳାସ ଦ୍ରବ୍ୟ କହିଲେ ଆମେ ସେହି ଦ୍ରବ୍ୟକୁ ବୁଝିବା ଯାହା ଜୀବନ ଧାରଣା ପାଇଁ କିମ୍ବା ବ୍ୟକ୍ତିର କର୍ମ ଦକ୍ଷତା ବୃଦ୍ଧି ପାଇଁ ଆବଶ୍ୟକ ହୋଇନଥାଏ, ତାହାକୁ ବିଳାସ ଦ୍ରବ୍ୟ ବୋଲି କୁହାଯାଇଥାଏ। ବିଳାସ ଦ୍ରବ୍ୟ ସାଧାରଣତଃ ଅହମିକା ଆଉ ଆଭିଜାତ୍ୟ ପ୍ରଦର୍ଶନ ପାଇଁ ବ୍ୟବହାର କରାଯାଇଥାଏ। ଉଦାହରଣ ହେଉଛି ଜଣେ ଛାତ୍ର ପାଇଁ ମଟର କାର୍ ଏକ ବିଳାସ ଦ୍ରବ୍ୟ ଅଟେ। ସେହିପରି ହୀରାର ହାର, ଅଧିକ ସଂଖ୍ୟକ ଦାସ ଦାସୀ, ତାପରେ ମୂଲ୍ୟବାନ ପୋଷାକ ଇତ୍ୟାଦି। କାଳଗତ ଉପଯୋଗିତା ଆମେ କାହାକୁ କହିବା? ସମୟ ଦ୍ୱାରା ଯେଉଁ ଦ୍ରବ୍ୟ ପରିବର୍ତ୍ତନ ହୋଇଥାଏ ତାହାକୁ କାଳଗତ ଉପଯୋଗିତା କୁହାଯାଇଥାଏ। ଟିକେ ଭୁଲ କହିଲ। ତୁମେ କହିପାରିବ କି ସମୟର ପରିବର୍ତ୍ତନ ହେବା ଫଳରେ ଦ୍ରବ୍ୟରେ ଯେଉଁ ଉପଯୋଗିତା ସୃଷ୍ଟି ହେଉଛି, ବୁଝିଲେ କି? ଗୋଟେ ସମୟ ପରିବର୍ତ୍ତନ ହୋଇଗଲା, ସମୟ ପରିବର୍ତ୍ତନ ହେବା ଫଳରେ ଦ୍ରବ୍ୟରେ ଯେଉଁ ଉପଯୋଗିତା ସୃଷ୍ଟି ହେଉଛି ତାକୁ ଆମେ କାଳଗତ ଉପଯୋଗିତା କହିବା। ନଚେତ୍ ତୁମେ ଏହା କହିପାରିବ କି ଗୋଟିଏ ଦ୍ରବ୍ୟକୁ କିଛି ସମୟ ପାଇଁ ଆମେ ଯଦି ମହଜୁଦ କରି ରଖିବା, ସଂରକ୍ଷିତ କରି ରଖିବା, ସେହି ସମୟରେ ସେହି ଦ୍ରବ୍ୟରେ ଯେଉଁ ଉପଯୋଗିତା ସୃଷ୍ଟି ହେଉଛି ତାକୁ ଆମେ କ'ଣ ବୋଲି କହିବା? କାଳଗତ ଉପଯୋଗିତା, ହଁ କି ନାହିଁ? ଏହା ସମୟ ପରିବର୍ତ୍ତନ ଯୋଗୁଁ ହୋଇଥାଏ ନା, ତେଣୁ ଏହାକୁ କାଳଗତ ଉପଯୋଗିତା ବୋଲି କୁହାଯାଉଛି। ଉଦାହରଣ କ'ଣ ହେବ? ଶୀତ ଦିନରେ ଶୀତ ବସ୍ତ୍ରର ଦାମ ଅଧିକ ଥିଲାବେଳେ ତାହା ଖରା ମାସରେ ତାହାର ଦାମ କମ୍ ହୋଇଥାଏ। ତାମାନେ ଏହା କହୁଛ କି ଯେତେବେଳେ ଆମେ କୌଣସି ଶୀତ ବସ୍ତ୍ର ବ୍ୟବହାର କରୁଛେ ସେହି ସମୟରେ ଶୀତ ବସ୍ତ୍ର ଶୀତ ଦିନରେ ତା'ର ଦାମ ବୃଦ୍ଧି ପାଇଥାଉଛି, କିନ୍ତୁ ଖରା ଦିନରେ ତା'ର ଦାମଟା କ'ଣ ହେଉଛି? ହ୍ରାସ ପାଇଥାଉଛି। ଏହା ବ୍ୟତୀତ ଆମେ ଆଉ ଗୋଟେ ଉଦାହରଣ ଦେଇପାରିବା କି ଧାନ ଯେଉଁ ଅମଳ ସମୟରେ ତା'ର ଦାମ କମ୍ ଥାଉଛି, ହଁ କି ନାହିଁ? କିନ୍ତୁ ବର୍ଷା ଦିନରେ ଯଦି ଆମେ ଆକୁ ବିକ୍ରି କରିବା ତାହେଲେ ଏହାର ଦାମ ବୃଦ୍ଧି ହୋଇଥାଉଛି। ତାମାନେ ଏହି ସମୟରେ କ'ଣ ହେଉଛି? ସେଥିରେ କାଳଗତ ଉପଯୋଗିତା ସୃଷ୍ଟି ହେଉଛି, ହଁ କି ନାହିଁ? ତେଣୁ ସମୟ ପରିବର୍ତ୍ତନ ଅନୁଯାୟୀ ଏଇଟା ଉପଯୋଗିତା ଯେହେତୁ କ'ଣ ହେଉଛି? ହ୍ରାସ ବୃଦ୍ଧି ହେଉଛି, ତେଣୁ ଆକୁ ଆମେ କାଳଗତ ଉପଯୋଗିତା ବୋଲି କହୁଛେ। ସମ୍ପଦ କାହାକୁ କୁହାଯାଏ? ସମ୍ପଦ କହିଲେ ସାଧାରଣତଃ ଆମେ ଧନ ସମ୍ପତ୍ତିକୁ ବୁଝିଥାଉ। ଅର୍ଥଶାସ୍ତ୍ରରେ ସମ୍ପଦ କହିଲେ ଏକ ନିର୍ଦ୍ଦିଷ୍ଟ ସମୟରେ ମୌଦ୍ରିକ ମୂଲ୍ୟ ଥିବା ଗଚ୍ଛିତ ଦ୍ରବ୍ୟକୁ ସମ୍ପଦ କୁହାଯାଏ। ସମ୍ପଦ କେବଳ ଅର୍ଥନୈତିକ ଦ୍ରବ୍ୟ ହିଁ ସମ୍ପଦର ପଦବାଚ୍ୟ। ସମ୍ପଦର ବୈଶିଷ୍ଟ୍ୟ ଥିଲା, ମନେ ଅଛି? କ'ଣ କ'ଣ ବୈଶିଷ୍ଟ୍ୟ? ସମ୍ପଦର ଉପଯୋଗିତା, ଦୁଷ୍ପ୍ରାପ୍ୟତା, ବିକ୍ରୟଯୋଗ୍ୟତା ଓ ବାହ୍ୟ ସ୍ଥିତି।